ज्ञान 483 प्रभु कहते मोर प्रेमिक मो देह उपरु पापर बसन को काढ़ी नहीं गले और मु आनंदर सहित से वस्त्र को मो अंग उपरु काढ़ी देली। तापरे सी मोर पुण्य वस्त्र को मध्य काढ़ा को बाहरिले। मात्र मु अत्यंत लज्जित एवं आतंकित हो पड़िली एवं तांको ताहा करने को देली नहीं। सी बलात्कार करी ସେଇଟିକୁ ମଧ୍ୟ ମୋ ଉପରୁ କାଢ଼ି ନେବା ପରେ ଯାଇ ମୁଁ ଜାଣିଲି ଯେ ଏ ପର୍ଯ୍ୟନ୍ତ ମୋର ଆତ୍ମା ପ୍ରକୃତରେ କିପରି ମୋ ଠାରୁ ଗୁପ୍ତ ହୋଇ ରହିଯାଇଥିଲା। ଦେଖନ୍ତୁ କେତେ ସୁନ୍ଦର ଭାବରେ ଗଭୀର ତତ୍ତ୍ୱକୁ ଅତି ସରଳ ଭାବରେ ପ୍ରଭୁ ଲେଖୁଛନ୍ତି। ଆମ ଭିତରେ ପାପ ପୁଣ୍ୟର ସଂଜ୍ଞାକୁ ଧରି ଆମେ କେତେ ଗର୍ବ ଗୌରବ ବହନ କରୁ। ଜାଣିଛ ମୋ ଭଳିଆ ସାଧୁ ଲୋକ କେହି ନାହାନ୍ତି। ମୁଁ ଆଜି ପର୍ଯ୍ୟନ୍ତ ଆମିଷ ଭକ୍ଷଣ କରିନାହିଁ। ମୁଁ ସମ୍ପୂର୍ଣ୍ଣ ନିରାମିଷାସୀ। ମୁଁ ଏମିତି ନୀତିନିଷ୍ଠ, କେବେ କୋଉଠି ରାଗି ନାହିଁ କାହାକୁ। ଏଇଭଳି ଭାବରେ ମୋର ଯେତେ ଯେତେ ଗୁଣ ଥାଏ। ଆଉ ମୋ ଘରକୁ ଯଦି କେବେ ଅତିଥି ଆସିଲେ ତେବେ କେବେ ଫେରି ନାହାନ୍ତି ମୋ ଘରୁ। ଏଇ ପ୍ରକାରର କେତେ କେତେ ଗୁଣକୁ ମୁଁ ବହନ କରିଥାଏ ବୋଲି ଦାନରେ ଏମିତି ସହଯୋଗ ଏମିତି ମୁଁ ଏତେ ଏତେ ଗୁଣବାନ ବ୍ୟକ୍ତି ବୋଲି ଯେମିତି ମୁଁ ଗୌରବାନ୍ୱିତ ମନେ କରେ, ସେମିତି ଯୋଉ ଗର୍ହିତ କର୍ମ କରିବା ହଉ କିମ୍ବା ନିମ୍ନ ପ୍ରାଣରେ ଥାଇ କାର୍ଯ୍ୟ କରିବା ହଉ, ଏ ଦୁଇଟି ଯାକ ଆମେ ଯୋଉ ପାପ ଏବଂ ପୁଣ୍ୟର ସଂଜ୍ଞା ଦଉ, ଯିଏ ଅହଂ ଦ୍ୱାରା ପରିଚାଳିତ ହେଇଥାନ୍ତି, ଦୁଇ ପ୍ରକାରର ଏ ପ୍ରକାର ଭାବ ପରିପ୍ରକାଶ ତାଙ୍କ ପାଖରେ ହେଇଥାଏ। ଯୋଉମାନେ ରାଜସିକ ଅହଂରେ ପରିପ୍ରକାଶ ବା ରାଜସିକ ଅହଂ ଦ୍ୱାରା ପରିଚାଳିତ ହେଉଥାନ୍ତି, ସେମାନେ ମୁଁ ହୁଅନ୍ତି। ସବୁ କିଛି ମୁଁ କରି ପକାଏ। ତେଣୁ ସିଏ ତାଙ୍କ ଭିତରେ ଥିବା ସାତ୍विକ ଅହଂ କେଜଣଙ୍କ ଭିତରେ ସେମାନେ ମନେ କରନ୍ତି କ'ଣ, ମୋ ଭଳିଆ ମୁଁ ନିରାମିଷାସୀ, ମୁଁ ସକାଳୁ ଏମିତି କରେ, ମୋର ଦୈନନ୍ଦିନ କାର୍ଯ୍ୟକ୍ରମରେ ଅବହେଳା ହେଲେ ମୁଁ ପାରିବି ନାହିଁ। ନା ନା ନା, ଇଏ ସବୁ ଠିକ ନୁହଁ। ତମମାନେ ସବୁ ଠିକ କରୁନାହ। ଆଉ ସାତ୍विକ ଅହଂ ବ୍ୟକ୍ତି ବହୁତ ଡେଞ୍ଜରିୟସ୍। ଆ ପୂର୍ବରୁ ଆମର ଆଉ ଗୋଟେ ଅଲରେଡି ଆଲୋଚନା ହେଇଛି ଏ ବିଷୟରେ। ଏବଂ ଆମ ମନେ ପଡିଥିବ ଯେତେବେଳେ ଫୁଡ ଉପରେ ଆଲୋଚନା କରୁଥିଲେ, ସେତେବେଳେ ପ୍ରଭୁଙ୍କର ସେ ଲେଖା ଗୁଡ଼ିକ ଆମେ ଆଲୋଚନା କରିଛନ୍ତି, କେମିତି ସାତ୍विକତା ତାକୁ ମିସ୍ ଇଣ୍ଟରପ୍ରିଟେସନ ହେଇସାରିଛି। ଏବଂ ସାତ୍विକ ଅହଂକାରୀ ବ୍ୟକ୍ତିମାନେ ସେମାନେ ଅନ୍ୟମାନଙ୍କୁ ନିନ୍ଦା କରନ୍ତି। ମୁଁ ହଉଛି ନୀତିନିଷ୍ଠ, ଅନ୍ୟମାନେ ନୀତିନିଷ୍ଠ ନୁହନ୍ତି। ତାମସିକ ଅହଂରେ ସେମାନେ କହନ୍ତି ମୋ ଭଳିଆ ପାପୀ କେହି ନାହାନ୍ତି, ଇତ୍ୟାଦି ଇତ୍ୟାଦି ଆମ ଭିତରେ ଥାଏ। ଇଏ ସବୁ ଯାକ ହଉଛି କ'ଣ ନା ମୋ ଆତ୍ମା ଉପରେ ଏକ ଆବରଣ। ପ୍ରଭୁ ଅତ୍ୟନ୍ତ ଦୟା ପରବଶ ହେଇ ଅତ୍ୟନ୍ତ ପ୍ରେମର ସହିତ ସେଥିପାଇଁ ଲେଖୁଛନ୍ତି, ମୋର ପ୍ରେମିକ ମୋ ଦେହ ଉପରୁ ପାପର ବସନ ଗୁଡ଼ିକୁ କାଢ଼ି ନେଇଗଲେ ମତେ ଭାରି ଆନନ୍ଦ ଲାଗିଲା, ମୁଁ ଖୁସି ହେଲି। ତଥାକଥିତ ମୁଁ ଜାଣିଛି ଯୋଉଗୁଡ଼ିକ ପାପ ବୋଲି, ସିଏ ଯଦି ମତେ ସେଥିରୁ ମୁକ୍ତ କରିନେଲେ ବା ସେଗୁଡ଼ାକ ମୋଠୁ ଛଡ଼େଇ ନେଇଗଲେ ମୁଁ ଭାରି ଆନନ୍ଦିତ ହେଲି। କିନ୍ତୁ ତାପରେ ସିଏ ମୋର ପୁଣ୍ୟ ବସ୍ତ୍ରକୁ ମଧ୍ୟ କାଢ଼ିବାକୁ ବାହାରିଲେ। ମୁଁ ସେତେବେଳେ ଅତ୍ୟନ୍ତ ଲଜ୍ଜିତ ଏବଂ ଆତଙ୍କିତ ହୋଇପଡ଼ିଲି। ତାଙ୍କୁ ତାହା କରିବାକୁ ଦେଲି ନାହିଁ। ଏଇ ହେଉଛି ଆମର ଦୁର୍ବଳତା। ଆମେ ପୁଣ୍ୟ, ଭଲ ଗୁଣ, ଉତ୍ତମ ଗୁଣ, ଉତ୍ତମ ମଣିଷର ଯୋଉ ଲକ୍ଷଣ, ଇଏ ସବୁକୁ ବହୁତ ଆସକ୍ତିଯୁକ୍ତ ହେଇକି ତାକୁ ଧରି ରଖିଥାଉ। ଯେତେବେଳେ ଆମେ ପ୍ରଭୁଙ୍କର ପ୍ରିୟ ହେଇଯିବା, ସେତେବେଳେ ପରମା ଜନନୀ ମା ବା ପରମ ପରମେଶ୍ୱର ଯାହା ବି ଆପଣ ମନେ କରନ୍ତୁ ବା ଯାହା ଆପଣଙ୍କର ଆରାଧ୍ୟ ହିସାବରେ ଆପଣ ଗ୍ରହଣ କରୁଛନ୍ତି, ସିଏ ଯେତେବେଳେ ଅତ୍ୟନ୍ତ ଦୟା ପରବଶ ହୁଅନ୍ତି, ଅତି ପ୍ରେମର ସହିତ ସେହି ପୁଣ୍ୟ ବସ୍ତ୍ରକୁ ମଧ୍ୟ କାଢ଼ି ନିଅନ୍ତି। ସେତେବେଳେ ଆମେ ଯଦି ତାକୁ ଜାବୁଡ଼ି ଧରିଲେ, ତାମାନେ ଜାଣି ରଖିବା ଆମେ ଅହଙ୍କାରର ବଶବର୍ତ୍ତୀ ହେଇକି ଅଛନ୍ତି। ସେଇଟା କେମିତି ବାହାରି ଯିବ ଦେଖିବେ। ଆପଣଙ୍କର ପୁଣ୍ୟ ବା ଆପଣଙ୍କର ଯୋଉ ଗୁଡ଼ାକ ସାମର୍ଥ୍ୟ ଗୁଣବାନ, ତାକୁ କେହି ପଚାରିବେ ନାହିଁ।
ଯଦି ସେଇଟାରୁ ଆପଣ ଜାଣିପାରିବେ ଆପଣଙ୍କ ଭିତରେ କଷ୍ଟ ହେଲା, ମୋ ଭଳିଆ ମୋର ଏତେ ଗୁଣ ସାମର୍ଥ୍ୟ ଅଛି, ମତେ ସେମାନେ ପଚାରୁନାହାନ୍ତି, ତା ମାନେ ଆପଣ ସେଇ ସମୟରେ ଯୋଉ ଆପଣଙ୍କର ସାମର୍ଥ୍ୟକୁ ଯେତେବେଳେ କଦର କରାହେଲାନି ବୋଲି ଆପଣ ଭାବୁଛନ୍ତି, ତାମାନେ ଆପଣ ଅହଂବଶବର୍ତ୍ତୀ ହେଇକି ଅଛନ୍ତି। ସେ ବସ୍ତ୍ରଟିକୁ କାଢି ନେବା ପାଇଁ ଭଗବାନ ଚାହିଁଲା ବେଳକୁ ଆପଣଙ୍କୁ କଷ୍ଟ ହଉଛି। ସେଇଥିପାଇଁ ଯୋଉ ସମତ୍ଵ ଭାବ ଯୋଉ କୁହାଯାଏ, ଇଏ ପାପ ପୁଣ୍ୟ ନିଜର ସାମର୍ଥ୍ୟ ଦୁର୍ବଳତା ସବୁ କିଛିକୁ ଯେତେବେଳେ ତୁମେ ପ୍ରଭୁଙ୍କ ପାଖରେ ମାଙ୍କ ପାଖରେ ପରମଙ୍କ ପାଖରେ ସମର୍ପିତ କରିଦେଇ ପାରିବ, ସେତେବେଳେ ଏଇ ଭାବ ଆସିବ। ନହେଲେ ତମେ କଣ ହବ, କଷ୍ଟ ପାଇବ ଯେତେବେଳେ ତମର ପୁଣ୍ୟ ବସ୍ତ୍ରକୁ ଯୋଉ କାଢିଦେବା କଥା କହୁଛନ୍ତି। ତାପରେ ସେ କହୁଛନ୍ତି, ମା ପ୍ରଭୁ ଲେଖୁଛନ୍ତି, କିନ୍ତୁ ଯେତେବେଳେ ଯଦି ସିଏ ହଁ ମାରି ଦେଇଛନ୍ତି, ସିଏ ଛାଡିବେ ନାହିଁ, ସିଏ ବଳାତ୍କାର କରି ସେଇଟିକୁ ମଧ୍ୟ ମୋ ଉପରୁ କାଢି ନେବେ, ମାନେ ଜବରଦସ୍ତ କରି। ଯୋଉଟା କି ଦେଖନ୍ତୁ, ବଳାତ୍କାର ଶବ୍ଦ ହଉଛି ବଳ ପ୍ରୟୋଗ କରିକି ଜବରଦସ୍ତ ନେଇଯିବେ। ତାମାନେ ମୁଁ ଯେତେ ଟାଣି ହେଇକିରି ଗୁଣ ସାମର୍ଥ୍ୟକୁ ଧରିକି ବସିଲେ ମଧ୍ୟ, ଯାହାକୁ ବି ହଉ ଧରିକି ବସିଲେ ମଧ୍ୟ, ସେ ଆସକ୍ତି ଯୁକ୍ତ ଯୋଉ ମୋର ଜଡତ୍ୱ ପ୍ରତି, ନିମ୍ନ ପ୍ରାଣର ଗତିବୃତ୍ତି ହଉ, ଉଚ୍ଚ ପ୍ରାଣର ଗତିବୃତ୍ତି ହଉ, ମନର ଯୋଉ ଯୋଉ ସାମର୍ଥ୍ୟ ଜ୍ଞାନ ତା ପ୍ରତି ହଉ, ଯୋଉ ପ୍ରତି ବି ମୋର ଯୋଉ ତୀବ୍ର ଆସକ୍ତି ରହିଛି, ତାକୁ ସିଏ କଣ କରନ୍ତି, ଜବରଦସ୍ତ ଭାଙ୍ଗିଦେବେ। କୋଉ ପ୍ରକାରରେ ଭାଙ୍ଗିବେ କହିଲେ ନା ସରେ। ଏମିତିଆ କେତେବେଳେ ବହୁତ ବଡ ମାଡ ଦେଇ ପାରନ୍ତି, କେତେବେଳେ ଧୀରେ କିରି ତାକୁ ଖସେଇ ନେଇ ପଳେଇ ଯାଇଥିବେ। ତେଣୁ ସିଏ କହୁଛନ୍ତି, ମା ପ୍ରଭୁ କହୁଛନ୍ତି, ସିଏ ଯେତେବେଳେ ସେଇଟିକୁ ମଧ୍ୟ ମୋ ଭିତରୁ କାଢି ନେଇଗଲେ, ତାପରେ ମୁଁ ଅନୁଭବ କଲି କଣ, ଆରେ ମୋର ଆତ୍ମା ପ୍ରକୃତରେ ମୋ ଠାରୁ ଗୁପ୍ତ ହୋଇ ରହିଯାଇଥିଲା। ତାମାନେ ମୋର ଆତ୍ମାକୁ କିଏ ସେ ଆବରଣ ବସେଇଥିଲା? ଏଇ ପାପ ଏବଂ ପୁଣ୍ୟ ସବୁ କିଛି, ଯାହାକୁ ମୁଁ ମୋର ବୋଲି ମନେ କରିଥିଲି, ପାପ ହଉ ବା ପୁଣ୍ୟ ହଉ, ସେ ସବୁ ଯାକ କଣ କରେ, ଆତ୍ମାକୁ ପରିପ୍ରକାଶ କରିବାରେ ବାଧା ସୃଷ୍ଟି କରେ। ତେଣୁ ଇଏ ସବୁର ଉର୍ଦ୍ଧ୍ୱକୁ ଆମକୁ ଉଠିବାକୁ ପଡିବ। ମା ଗୋଟିଏ ଲାଇନରେ ଏଣ୍ଡିଂ କରୁଛନ୍ତି, କହୁଛନ୍ତି, ଆମେ ମଧ୍ୟ ଆମର ଗୁଣ ରୂପୀ ବସନକୁ ଆମର ଅଙ୍ଗ ଉପରୁ କାଢି ଫିଙ୍ଗିଦେବା, ଯେପରିକି ଆମେ ପରମ ସତ୍ୟ ଲାଗି ପ୍ରସ୍ତୁତ ହୋଇପାରିବା। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।